ହାପି ନ୍ୟୁ ଇୟର୍ ସାଙ୍ଗମାନେ। ନୂତନ ବର୍ଷର ସମସ୍ତଙ୍କୁ ଅଭିନନ୍ଦନ। ଆଉ ସମସ୍ତେ ଏଇଠି ଭଲରେ ରୁହନ୍ତୁ, ଖୁସିରେ ରୁହନ୍ତୁ। ଏ ବର୍ଷ ସମସ୍ତଙ୍କର ସବୁ ଇଚ୍ଛା ପୂରଣ ହେଉ। ଆମେ ଏଇଠି ଗାଡ଼ିରେ ଗାଡ଼ିଏ ପେଟ୍ରୋଲ ପକାଇକି ଆମେ ବାହାରିଛୁ ଜଗନ୍ନାଥ ମନ୍ଦିର। ବର୍ଷର ପ୍ରଥମ ଦିନ ଆମର ପ୍ଲାନିଂ ଥିଲା ଜଗନ୍ନାଥ ପ୍ରଥମେ ଦର୍ଶନ କରିବୁ, ତାପରେ ଆଉ କେଉଁ କଥା। ନଦୀ, ନାଳ, ନର୍ଦ୍ଦମା, ଜଙ୍ଗଲ, ପାହାଡ଼ ସବୁ କିଛି ଅତିକ୍ରମ କଲା ପରେ ଦୀର୍ଘ 50 କିଲୋମିଟର ଗଲା ପରେ ଆମେ ଯାଇ ପହଞ୍ଚି ଯାଇଛୁ ଏଇଠି ଖାରଗୋରେ ଥିବା ଜଗନ୍ନାଥ ମନ୍ଦିର। ଦେଖନ୍ତୁ କେତେ ଟ୍ରାଫିକ୍ ଏଇଠି। ଆମ ଭଳି କେତେ ଲୋକ ଆସିଛନ୍ତି ଏଇଠି ଦର୍ଶନ କରିବା ପାଇଁ ପ୍ରଥମ ଦିନ, ବର୍ଷର ପ୍ରଥମ ଦିନରେ। ଆଉ ଦେଖିପାରୁଛନ୍ତି ଏଇଟା କେତେ ଓଡ଼ିଆ ଆମର, ସେଇଟା ଦେଖି ମୋତେ ବହୁତ ଖୁସି ଲାଗିଲା। ଏତେ ଓଡ଼ିଆ, ଏତେ ଗହଳି। ଗାଁରେ ସାଙ୍ଗମାନେ ଯେମିତି ଆମର ରୁହେ ଗହଳି କିଛି ବି ପର୍ବପର୍ବାଣିରେ, ସେଇଭଳି ହିଁ ଗହଳି। ଆଉ ଏଠି ବହୁତ ପ୍ରକାର ଷ୍ଟଲ୍ ଲାଗିଛି, ଯେମିତିକି ଛେନାପୋଡ଼, ଜଗନ୍ନାଥଙ୍କ ପ୍ରସାଦ, ମିଠା, ଆମର ଯେମିତି ଓଡ଼ିଆ ଡିସ୍ ଗୁଡ଼ାକ ସବୁ ଏଇଠି ଷ୍ଟଲ୍ ଲାଗିଛି। ଆଉ ଦେଖି ବହୁତ ଖୁସି ଲାଗିଲା, କିନ୍ତୁ ବହୁତ ରେଟ୍ ଥିଲା। ଆମେ ପ୍ରଥମେ ଗୋଡ଼ ହାତ ଧୋଇ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଯାଇଥିଲୁ। ଆଉ ପ୍ରଥମେ ଆମକୁ କ'ଣ ହେଇଥିଲା, ବହୁତ ଟାଇମ୍ ହେଇଯାଇଥିଲା, ପହଡ଼ ପଡ଼ିଆ ଟାଇମ୍ ହେଇଯାଇଥିଲା। ତ ଆମେ ଠିକ୍ ଟାଇମ୍ରେ ଭଗବାନ ଆମକୁ ଦର୍ଶନ ଦେବାର ଅଛି। ଆଉ ଦର୍ଶନ ବି ଆମକୁ ମିଳିଗଲା, ବହୁତ ଖୁସି ଲାଗିଲା। ଆଉ ଏତେ ଗହଳି ଦେଖିକି ସାଙ୍ଗମାନେ ପ୍ରଥମେ ତ ମୋ ମନରେ ଆସିଥିଲା ବୋଧେ ମୋତେ ଆଜି କିଛି ପ୍ରସାଦ ଖାଇବାକୁ ମିଳିବନି, କାରଣ ଆମର ପ୍ରଥମ ପ୍ଲାନିଂ ଥିଲା ଜଗନ୍ନାଥଙ୍କ ପ୍ରସାଦ। ଆମର ତା ଆଗ ଦିନ ଆମର ଏକାଦଶୀ ଥିଲା, ଆମେ ସ୍ୱାମୀ ସ୍ତ୍ରୀ 2 ଜଣ ଯାକ ଉପାସ ଅଛୁ। ଆଉ ପିଲାମାନେ ବି ସକାଳୁ କିଛି ଖାଇନାହାନ୍ତି। ଆଉ ଠିକ୍ ଟାଇମ୍ରେ ଆମେ ଆସିଛୁ, ତ ସେଇଥିପାଇଁ ଏଇ ଗହଳିରେ ମୁଁ ଭାବୁଛି କିଛି ବି ମିଳିବନି। କିନ୍ତୁ ଏଇ ଗହଳିରେ ମଧ୍ୟ ସେମାନଙ୍କର ବ୍ୟବସ୍ଥା ବହୁତ ଭଲ ଥିଲା ଖାଇବା ପାଇଁ। ଏତେ ଲୋକ ପାଇଁ ସେମାନେ ଆୟୋଜନ କରିଥିଲେ, ବହୁତ ଖୁସି ଲାଗିଲା ଦେଖିକିରି। ଆଉ ଦେଖନ୍ତୁ ଆମେ ଏଇଠି ପ୍ରଥମେ ଟିକେଟ୍ କାଟି ନେଇଥିଲୁ, ତାପରେ ଆମେ ଏଇଠି ଲାଇନ୍ରେ ଠିଆ ହେଇଛୁ ଖାଇବା ଥାଳି ଧରିକି। ଖାଇବା ପାଇଁ ପ୍ରସାଦ ମିଳିବ ଜଲ୍ଦି, ଆମେ ଏଇଠି ଖାଇଦେବୁ। ବହୁତ ଟାଇମ୍ ହେଇଯାଇଥିଲା, ସକାଳୁ ବ୍ରତ ଖୋଲିକି ହିଁ ଆମେ ପଳେଇ ଆସିଥିଲୁ ମନ୍ଦିର। ଆଉ ଡାଲମା, ଭାତ, ଶାଗ ଭଜା, ଖଟା ଆମେ ଏଇଠି ମିଶିକି ଆମେ ସ୍ୱାମୀ ସ୍ତ୍ରୀ ଏଇଠି ଖାଉଛୁ। ଏଇଠି ଦେଖନ୍ତୁ କେତେ ଲୋକ ଏଇଠି ଖାଇ ବସୁଛନ୍ତି। ଆଉ ଆମେ ଯୁଆଡ଼େ ବି ଯାଉଁ, ସେଇ ଘରେ ଯେଉଁ ଅବସ୍ଥା ବାହାରେ ବି ସେଇ ଅବସ୍ଥା। ପିଲାମାନଙ୍କର ସେଇ କେଚ୍ ଖାଇବା ପାଇଁ, ସକାଳୁ କିଛି ଖାଇନାହାନ୍ତି, ସେଇ ଭିତରେ ଖାଇବେନି। ଏତେ ଲୋକଙ୍କ ଆଗରେ ଏମାନେ ବେଇଜ୍ଜତ କରିବେ। ଗଡ଼େଇ ତଡ଼େଇ ହେଇ କାନ୍ଦୁଛି ନା ମୁଁ ଖାଇବିନି। ସେମାନଙ୍କୁ ବହୁତ କଷ୍ଟରେ ସବୁ ଆମେ ଖୁଆଇ ପିଆଇ ସରିଲା ପରେ ଆମର ବାହାରିବାର ଅଛି ଆଉ ଗୋଟେ ଜାଗା। ଆମେ କୁଆଡ଼େ ଯାଉଛୁ ଆଉ ଅନ୍ୟ ଗୋଟେ ଭିଡ଼ିଓରେ ମୁଁ ଆପଣଙ୍କୁ ଦେଖାଇବି। ଖାଇସାରିଲା ପରେ ଦେଖନ୍ତୁ କେଉଁ ଖରା, ମୁଣ୍ଡ ଉପରେ ଖରା। ଆଉ ଏଇ ଖରାରେ ଚାଲି ହେଉନି ବି ଏତେ ଦୂର ଆସିଲା ପରେ। କିନ୍ତୁ ଆଜି ଯେତେବେଳେ ବୁଲିବାକୁ ଆସିছে, ସବୁଆଡ଼େ ବୁଲିବା ନିହାତି ଦରକାର। ବାଏ ବାଏ, ନେକ୍ସଟ ଭିଡ଼ିଓରେ ପୁଣି ଦେଖା ହେବା।